ବର୍ତ୍ତମାନ ମୋର ଆଲୋଚନା ଆଧୁନିକ ଓଡ଼ିଆ କବିତା ଉପରେ। ଆଜିର କବି ହେଉଛନ୍ତି ବିପ୍ଳବୀ କବି ଅନନ୍ତ ପଟ୍ଟନାୟକ ଏବଂ ତାଙ୍କର ବହୁ ଚର୍ଚ୍ଚିତ ବହୁ ପାଠ୍ୟାନ୍ତର୍ଗତ କବିତା ଝରରେ ରୁଧିର ସମ୍ପର୍କରେ। ତେବେ ଲିଖିତ ଆଲୋଚନା କରିବା ପୂର୍ବରୁ ପ୍ରଥମେ ମୂଳ କବିତାଟିକୁ ମୁଁ ପଢ଼ି ଦେଉଅଛି ଶ୍ରୋତାଙ୍କର ଅବଗତି ପାଇଁ। ଝରରେ ରୁଧିର, କବି ଅନନ୍ତ ପଟ୍ଟନାୟକ। ଝରରେ ଅଧୀର ହୃଦୟୁ ରୁଧିର ଝରରେ ଝର, ଧାରା ଶିରା ବଣ ଝରଣୁ ବଳିତୁ ଭସାଇ ନିଅରେ ଧରଣୀ ତଳ। ଝରରେ ରୁଧିର ଝରରେ ଝର, ଲୋଡ଼ା ନୁହେଁ ଆଜି ରୁଦ୍ଧ ମନର ଦଗ୍ଧ ଶ୍ୱାସର କରୁଣ କଥା। ଲୋଡ଼ା ନୁହେଁ ଆଜି ଅର୍ଘ୍ୟ ଦୀପାଳି ଭୀରୁ ନୟନର ସିକ୍ତ ପତା। ଗର୍ଭ ଭେଦି ଯେ ତାମସୀ ନିଶିର ଆଣିଲା ନବୀନ ଜୀବନ ରୀତି। ଲୋଡ଼େ ସେ ଆଜିରେ ମୁକୁଳା ପ୍ରାଣର ଶୋଣିତ ପଖଳା ପାଗଳ ଗୀତି। ପଥେ ପଥେ ତାର ସଜାଇ ଦିଅରେ ହୃଦୟ ଜବାର ଛିନ୍ନ ଦଳ। ଝରରେ ରୁଧିର ଝରରେ ଝର, ଝରି ଯାଉ ଖରେ ଦୁଃଖ ପ୍ରସରେ ନୀରବ ଶୋଚନା ନୟନ ଜଳ। ମୃତ୍ୟୁର ଜଳେ ପହଁରି ପହଁରି ତୋଳେ ଯେ ତୋଲାଗି ରକ୍ତ କଇଁ। କୃଷ୍ଣ ନାଗର ଦଂଶନେ ସେକି ପଡ଼ିବ ନଈଁରେ ପଡ଼ିବ ନଇଁ। ତୁଷାରେ ତୁଷାରେ ଶସ୍ୟର ହାସ, ନଗ୍ନ ଉଷାର ରକ୍ତ ପ୍ରୟାସ। ସ୍ୱପ୍ନ ବିହ୍ୱଳ ଫୁଟାଇଲା ଯେହୁ ଶିଳ୍ପୀ ସୃଜନୀ ତୁଳିକା ବହି। ରକ୍ତରେ ମୋର ହୃଦୟେ ଥାଉଁତୁ ପଡ଼ିବ ନଇଁକି ପଡ଼ିବ ନଇଁ। ପାଶୋରି ଦେରେ କ୍ଷୁଦ୍ର ମମତା ବଦ୍ଧ ଗୃହର ବନ୍ଦୀ ସ୍ୱର। ଝରରେ ରୁଧିର ଅଧୀରେ ଝର, ଶୂନ୍ୟ ଯେତେରେ ସ୍ୱପ୍ନ କଳସୀ ଉର୍ଲସି ଲସି ଭରରେ ଭର। ସଞ୍ଜୀବନୀ ଯେ ବକ୍ଷୁ ନିଗାଡ଼ି ନିର୍ଜୀବ ମନେ ଦେଇଛି ଢାଳି। ଚନ୍ଦନ ଧୂପ ଲୋଡ଼ା କି ତାହାର, ଲୋଡ଼ା ପାଶେ ତା ରକ୍ତ ଢାଳି। ଲୋଡ଼ା ଯେ ତା ପାଶେ ରକ୍ତ ଢାଳି। ଜୀର୍ଣ୍ଣ ଜୀବନେ ଯୌବନ ଦେଇ ବନ୍ଧନ ଶତ ଯାଉଛି ଫେଇ। ଅନ୍ଧାର ପଥେ ଅଗ୍ରଣୀ ଯେହୁ ମୁକ୍ତି ପ୍ରଦୀପ ଗର୍ବେ ଜାଳି। ଝରରେ ରୁଧିର ଝରରେ ଝର, ତାହାରି ଲାଗି ତୁ ସପ୍ତ ସାଗର କରରେ ଆକୁଳେ ଉତ୍ତରଳ। ପୁରେ ପୁରେ ଯେତେ କଣ୍ଟା ଫିରିକି ଚକ୍ଷୁ ଉଢାଳେ ମରୁଚି ରହି। ତାହାରି ଅସରା ସୌରଭ ତୋର ଗଦ ଗଦ ଭାବେ ଯାରେ ବହି। ମଳୟ ଆବେଶେ ମତ୍ତ ଦେହରେ ତରଳାଇ ଯେତେ ଅସୀମ କାଳରୁ ତୁ ହିମାଚଳ। ଝରରେ ରୁଧିର ଝରରେ ଝର, ମଲ୍ଲୀ ମରୁଆ ଖୋସାରେ ଖୋସାରେ ସଜାଇ ଶିମୁଳୀ ପଳାଶ ଦଳ। ଝରିଯା ଲୁହ ମୋ ଝରିଯା ପୁଲକେ ଜନ୍ମ ଭୂମିର ଜୀବନ ପଥେ। ଜଞ୍ଜିର ଶତ ଖସୁ ମୋ ଜାତିର, ଚଳୁ ସେ ମାଟିରେ ସୃଜନ ରଥେ। ଶାନ୍ତି ଆମୋଦେ ଆସିଛି ଯେତେ ଶାଶ୍ୱତ ଶତ ସଂଖ୍ୟା ବଳ। ଝରରେ ରୁଧିର ଅଧୀରେ ଝର, ଅଶ୍ରୁ ସାଗରେ ଅଗ୍ନି ବୀଣା ତୁ ଅନ୍ତରେ ମୋର ଜଳରେ ଜଳ। ଧୂସର ବାଲିର ବେଳାରେ ବେଳାରେ ଶସ୍ୟ ସୁଷମା ଖେଳାରେ ଖେଳାରେ। ଝରିଯା ଝରିରେ ପ୍ରାଣର ଆଜିରେ ପୋଛି ଦେଇ ମନୁ ଆପଣା ପର। ଝରରେ ରୁଧିର ଝରରେ ଝର, କରାଳ କାଳର କୃଷ୍ଣ କୋପଳେ ସ୍ୱପ୍ନ ତାରକା ଝରରେ ଝର। ଲିଖିତ ଆଲୋଚନାର ନାମକରଣ ଦେଇଅଛି ଝରରେ ରୁଧିରର କବି ଅନନ୍ତ। ଝରରେ ରୁଧିରର କବି ହେଉଛନ୍ତି ଅନନ୍ତ ପଟ୍ଟନାୟକ। ପୁରୀ ଜିଲ୍ଲାର ଚଣାହାଟ ଗ୍ରାମରେ 1912 ମସିହାରେ ଜନ୍ମ। ମୃତ୍ୟୁ 1987 ମସିହାରେ। ଜଣେ ସାମ୍ୟବାଦୀ ବୈପ୍ଳବିକ କବି ତଥା ଶିଶୁ ସାହିତ୍ୟିକ। ଶିଶୁଲେଖା ନାମକ ପତ୍ରିକାର ଏକଦା ସମ୍ପାଦକ ଥିଲେ। ରାଜନୀତି ତାଙ୍କର ବୃତ୍ତି ଥିଲା। ରକ୍ତ ଶିଖା ଶାନ୍ତି ଶିଖା, କିଞ୍ଚିତ୍ ଅଲୋଡ଼ା ଲୋଡ଼ା ଛାଇର ଛିଟା। ତର୍ପଣ କରେ ଆଜି ସୂତ୍ରଟିଏ ସୁକୃତିର ଇତ୍ୟାଦି। ତାଙ୍କର ପ୍ରକାଶିତ କବିତା ସଂକଳନ ଗାଳ୍ପିକ ଭାବରେ ଚଢ଼ା ଉତ୍ତରା, ଫଲ୍ଗୁଧାରା। ତାଙ୍କର ପ୍ରକାଶିତ ଦୁଇ ଗଳ୍ପ ବହି। ମାକ୍ସିମ୍ ଗର୍କିଙ୍କର ମଦର ଉପନ୍ୟାସର ଓଡ଼ିଆ ଅନୁବାଦକ ଥିଲେ। ଶିଶୁ ସାହିତ୍ୟ କୃତି ମଧ୍ୟରେ
ଅରଗଡ଼ ବରଗଡ଼ ଛବିଟିଏ ଗପଟିଏ ଗପୁଡ଼ି ମାଇଁକି ଧାପୁଡ଼ି ଧାଇଁ କୁନି ମୁନି ଭଲ ପଢ଼ ଲଢ଼େଇ କରନା ପୁଷି ଲାଲ ଟୁକୁଟୁକୁ ସୁରୁଜଟିଏ କସରା ଘୋଡ଼ା ଇତ୍ୟାଦି। ଅନନ୍ତ ପଟ୍ଟନାୟକ ଶ୍ରେଣୀକକ୍ଷର ପାଠ୍ୟାନ୍ତର୍ଗତ କବି। ତାଙ୍କର ତୋହରି ସାଥୀ କବିତାଟି ଯାହାକି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନୀ ଉପରେ ରଚିତ 1979 ମସିହାରେ BA ଶ୍ରେଣୀରେ ପାଠ୍ୟ ଥିଲା। ରାଇରଙ୍ଗପୁର ମହାବିଦ୍ୟାଳୟରେ ମୋର ମଝିଆଁ ବଡ଼ ଭଉଣୀ BA ଶ୍ରେଣୀରେ ପଢ଼ିଥିଲା ବେଳେ ତାଙ୍କର MIL କୋର୍ସରେ ରହିଥିଲା। ମୁଁ ଅନନ୍ତଙ୍କର ଆସିଛି ମୁଁ ଆସିଛି ନାମକ କବିତାଟିକୁ 1990 ମସିହାରେ BA ପିଲାଙ୍କୁ ଓଡ଼ିଆ ଅନର୍ସରେ DAV କଲେଜ ଟିଟିଲାଗଡ଼ରେ ପଢ଼ାଇଥିଲି। ଝରରେ ରୁଧିର କବିତାଟି ମଧ୍ୟ BA ଶ୍ରେଣୀରେ ଥିଲା। ମୋର ସାର୍ ଡକ୍ଟର ପଞ୍ଚାନନ ମିଶ୍ର 1984 ମସିହାରେ DAV କଲେଜ ଟିଟିଲାଗଡ଼ରେ ପଢ଼ାଇଥିବାର ମୋର ମନେ ଅଛି। ମୁଁ ମଧ୍ୟ ଏହାକୁ ଓଡ଼ିଆ MIL ବାଧ୍ୟତାମୂଳକ ପାଠ୍ୟରେ ପିଲାଙ୍କୁ ଏକଦା ପଢ଼ାଇଥିଲି ସେଇ DAV କଲେଜରେ ଥାଇ। ବେଶ୍ ଏଥିରୁ ଜଣାପଡ଼େ ଅନନ୍ତ ପଟ୍ଟନାୟକଙ୍କ କବି କୃତିତ୍ୱ ତଥା କୀର୍ତ୍ତିଟିକୁ। ଭଲ କବି ନଥିଲେ ବହୁଳତର ପାଠ୍ୟ ପ୍ରଚଳିତ ନଥାନ୍ତେ। କବି ବୁଦ୍ଧିମାନ ହେବାକୁ ବାଧ୍ୟ, ନହେଲେ ନିଜ ରଚିତ କବିତାରେ ବୌଦ୍ଧିକତାର ଛାପ ମୁଦ୍ରାଙ୍କ ଛାଡ଼ିପାରିବ ନାହିଁ। ଝରରେ ରୁଧିର ନାମକରଣ ବକ୍ରୋକ୍ତି କାବ୍ୟ ଜୀବିତମ୍ର ଅପର ପ୍ରୟୋଗ। ବିପ୍ଳବ ଚାଲୁ ରହୁ ବିପ୍ଳବ ଚାଲୁ ରହୁ କହିଥିଲେ ଯେତେ ସୁନ୍ଦର ଶୁଣାଯାଇ ନଥାନ୍ତା, ଅଧିକନ୍ତୁ ଝରରେ ରୁଧିର କହିଲେ ନାମକରଣଟି ଭାବଦ୍ୟୋତକ ବୁଦ୍ଧିଦୀପ୍ତ ଚିନ୍ତା ଉଦ୍ରେକକାରୀ ଥିବାର ଜଣାଯାଏ। ଆଉ ପାଠକ କବିତା ପ୍ରତି ସ୍ୱତଃ ଆପଣା ଛାଏଁ ଆକର୍ଷିତ ହୋଇଯାଏ ନାମକରଣର ରହସ୍ୟ ଜାଣିବା ପାଇଁ ଉନ୍ମୋଚନ କରିବା ପାଇଁ। ଟାଣି ହୋଇପଡ଼େ କବିତାଟିକୁ ପଢ଼ିବା ପାଇଁ। ଘୋଷାପଦ କବିତାଟିରେ ଧ୍ରୁପଦୀ ରୀତିରେ ଅଛି। ଅତିଶୟ ରକ୍ତ ଝରିଲେ ବ୍ୟକ୍ତି ମଣିଷ ମରିଯିବ, ଆଉ ବଞ୍ଚି ରହିପାରିବ ନାହିଁ। ଅଗତ୍ୟା କବିଙ୍କ ରଚିତ କବିତା ପଢ଼ିପାରିବ ନାହିଁ। ବିପ୍ଳବ ବା ଝଗଡ଼ା ମାଡ଼ପିଟ ହେଲେ ଦେହ ଆହତ ନିହତ ହୋଇ ଅବଶ୍ୟ ରକ୍ତ ଝରାଏ। ଏଠି ଝରରେ ରୁଧିର କହିବା ଏକ ବ୍ୟଞ୍ଜନା ବା ଆଇରୋନି, ଚମତ୍କାରିତାର ଚାତୁର୍ଯ୍ୟତାର ବୌଦ୍ଧିକ ଅଭିବ୍ୟକ୍ତି ମାତ୍ର। କବି ବିପ୍ଳବ କହିବା ବଦଳରେ ଝରରେ ରୁଧିର କହିବା ଭିତରେ କବିଙ୍କର ବୌଦ୍ଧିକତା ବୁଦ୍ଧିଦୀପ୍ତତା ଭାବ ପ୍ରକାଶିତ। ତେଣୁ ନାମକରଣ ଚମତ୍କାର। ସାମ୍ୟବାଦ ବା ମାର୍କ୍ସବାଦ ମୁଖ୍ୟତଃ ମାନବୀୟ ସମାଜରେ ଶୋଷଣ ନିପୀଡ଼ନ ଅର୍ଥନୈତିକ ବୈଷମ୍ୟର ଉଚ୍ଛେଦ ସାଧନ କରାଇ ମାନବୀୟ ବସତିକୁ ସମାନତାର ମର୍ଯ୍ୟାଦାଜନିତ ଦଳୀୟ ମତବାଦିକ କାର୍ଯ୍ୟନ୍ୟସ୍ତ ପନ୍ଥା। କିନ୍ତୁ ଏହାର ସାମାଜିକ ସମୂଳ ଉଚ୍ଛେଦ ସାଧନ ଆଦୌ ହୋଇପାରିନାହିଁ। ଆଜି ବି ମାନବ ସମାଜରେ ବୈଷମ୍ୟ ଅସମାନତାର ମାନବୀୟ ଭେଦ ବଳବତ୍ତର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ହୋଇପାରିନାହିଁ। ତଥାପି ମାର୍କ୍ସୀୟ ଚେତନାର ସାହିତ୍ୟ ସର୍ଜିତ ହୋଇ ତାର ନିଜସ୍ୱ ଜାଗରଣ ବଜାୟ ରଖିଅଛି। ଫଳବତୀ ନ ହେଉ ଲେଖା ନିରବୀ ଯିବ ନାହିଁ। ଫରାସୀ ଲେଖକ କ୍ୟାମ୍ୟୁ କହିଥିଲେ ଷ୍ଟ୍ରଗଲ୍ ଫର ଏକ୍ଜିଷ୍ଟେନ୍ସ ଅର୍ଥାତ୍ ସଂଗ୍ରାମ ହିଁ ଜୀବନକୁ ସ୍ଥିତି ଦିଏ। ଜୀବନର ଅନ୍ୟ ନାମ ସଂଗ୍ରାମ ସଂଘର୍ଷ। ୟାରି ଭିତରେ ଜିନ୍ଦାବାଦ ବା ଜୋ ଜିତା ଓହି ସିକନ୍ଦର ବାକ୍ୟ ବଞ୍ଚିକି ଅଛି। ଭାରତ ଭୂଖଣ୍ଡ ଏବଂ ଓଡ଼ିଶା ଭୂମିଖଣ୍ଡରେ ଧନୀ ଦରିଦ୍ର ଶୋଷକ ଶୋଷିତ ଅତ୍ୟାଚାରୀ ଏବଂ ଅତ୍ୟାଚାରିତ ହେବା ଏକ ମାନବିକ ଦୁର୍ଗୁଣ ହତଭାଗ୍ୟର ଫଳରୂପ। କୋରାନରେ ଅଲ୍ଲାହ କହିଛନ୍ତି, ମୁଁ ମଣିଷକୁ ଜଣେ ଜଣକ ଉପରେ ବଡ଼ାଇ ବଡ଼ପଣ ଦେଇ ସର୍ଜିଛି। ମଣିଷର ଆକାର ପ୍ରକାରରେ ଯେମିତି ଭିନ୍ନତା, ସେହିପରି ତାର ବାସ ଓ ବସତିରେ ମଧ୍ୟ ବିବିଧତା ନ ରହିଲେ ଜୀବନର ବୈଚିତ୍ର୍ୟ ପ୍ରକାଶିତ ହେବ ନାହିଁ। ମଣିଷ ମଣିଷକୁ ଡରିବ ନାହିଁ। କରଗତ ସାବାଡ଼ ହୋଇ ରହିବ ନାହିଁ। ଯଦି ସମସ୍ତେ ସମାନ ହୋଇଯିବେ, ତେବେ ଝଗଡ଼ା ଆହୁରି ଉଗ୍ର ରୂପ ଧାରଣ କରିବ। ସେଥିପାଇଁ ବିବିଧତା ରହିଛି ଏବଂ ମୁଁ ଅଲ୍ଲାହ କରେଇଛି। ଯେତେ ଯୁଦ୍ଧ ସଂଘର୍ଷ ବିପ୍ଳବ ହେଉ ପଛେ ତାର ମୂଳପୋଛ ହେବ ନାହିଁ। ମଣିଷ ଜମାରୁ ସର୍ବେ ହୋଇବେ ଏକାକାର ନଥିବ ଭେଦର ବିଚାର ସତ୍ତା ନୁହେଁ, ହୋଇପାରିବ ବି ନାହିଁ। ତେଣୁ ବ୍ୟକ୍ତିକ ସାମାଜିକ ସ୍ତରରେ ବିପ୍ଳବ ହେଉଛି ରକ୍ତପାତ ଆହତ ନିହତ ଅବସ୍ଥା ଉପୁଜିଛି। କବିତାଟି ତାହାରି ଚିତ୍ର ଦିଏ।
କବି ବିପ୍ଳବୀଙ୍କୁ ବିପ୍ଳବ ଚାଲୁ ରଖିବାକୁ ଏଥିପାଇଁ କହିଛନ୍ତି କି ନିଜର ପ୍ରାପ୍ୟ ବା ହକ୍ ବା ନ୍ୟାଯ୍ୟ ଦାବି ହାସଲ ପାଇଁ। ନହେଲେ ମଣିଷ ଭୀରୁ କାପୁରୁଷ ହୋଇଯିବ, ସାହସୀ ହୋଇପାରିବ ନାହିଁ। ବିପ୍ଳବ ଜାରି ରଖିବାର ନାମ ଝରରେ ରୁଧିରର ବୁଦ୍ଧିଦୀପ୍ତ ପ୍ରୟୋଗ, ବ୍ୟଞ୍ଜିତ ଆଇରୋନିକାଲ ନାମକରଣ। କବି ଦରିଦ୍ର, ଅଭାବୀ, ଅତ୍ୟାଚାରିତ, ଭୂମିହୀନ, ବାସହୀନ, ଭୋକିଲା ଲୋକଙ୍କର ବିପ୍ଳବୀ ନେତା ହୋଇ ଉଦ୍ବୋଧନ ଦେଇଛନ୍ତି। ଲୋକଙ୍କ ମନରେ ଜାଗରଣ ସୃଷ୍ଟି କରିଛନ୍ତି। ସାମ୍ୟବାଦ ସମାନତାର ଆକାଂକ୍ଷିତ ଅଛନ୍ତି। ପ୍ରତୀକଧର୍ମୀ ନାମକରଣର ସ୍ଲୋଗାନ ଦେଇ। କବିଙ୍କର ମତ ପଛଘୁଞ୍ଚା ନାହିଁ ବୀରର ଜାତକେ, ନମରେ ସେ କେବେ ପରାଣ ଆତଙ୍କେ। ସେଥିପାଇଁ ହେ ବିପ୍ଳବୀଗଣ, ରକ୍ତ ଝରୁ ହେଲେ ଦାବି ମୋଚନ ପାଇଁ ବିପ୍ଳବ ଚାଲୁ ରହୁ। ରକ୍ତପାତ ବା ବ୍ଲଡସେଡ୍ ନହେଲେ ବିପ୍ଳବର ମାନେ ନଥାଏ। ଧାରା, ଶ୍ରାବଣ, ବର୍ଷା ଭଳି ବିପ୍ଳବ ନିରନ୍ତର ଚାଲୁଥାଉ, ପୃଥିବୀ ସାରା ବ୍ୟାପିଯାଉ। ଯିଏ ଭୀରୁ କାପୁରୁଷ ସଂଗ୍ରାମ ବା ସମ୍ମୁଖ ସମରକୁ ଡରିଯାଏ, ସେ ହିଁ ଭିତର ମନରେ ବା ମନେ ମନେ ଜଳୁଥାଏ, କାନ୍ଦୁଥାଏ, ଦୁଃଖରେ ରହୁଥାଏ। ମନର ନିପାରିଲା ସ୍ୱଭାବକୁ ପାଥେୟ କରି, କିଂକର୍ତ୍ତବ୍ୟ ବିମୂଢ଼ ହୋଇଯାଇ, ଜଗତକୁ ଡରିଯାଇ, ଜଡ଼ସଡ଼ ହୋଇ ରହି, ଆଉ ଭଗବାନଙ୍କୁ ଦୋହି ଦେଇ, ହେ ଭଗବାନ ତୁ ବୁଝ ମୋ ପ୍ରତି, ଜଗତ ଲୋକ ଯେଉଁ ତୁଚ୍ଛାଟାରେ ଅତ୍ୟାଚାର କରୁଛନ୍ତି, ମୋତେ ଯେଉଁ ଖାଲିଟାରେ କଷ୍ଟ ଦେଉଛନ୍ତି, ତୁ ତାହାର ବିଚାର କର। ପରନ୍ତୁ ଯିଏ ବଳୁଆ, ଆପନା ହାତ ଜଗନ୍ନାଥ ଉପରେ ବିଶ୍ୱାସ କରେ, ସେ ଏବଂ ତାର ଦଳ ସମ୍ପ୍ରଦାୟ ଇଟାର ଜବାବ ପଥରରେ ଦେଇଥାଏ। ମୁକାବିଲା ନିଜେ କରେ। ଡରିଯାଇ ଭଗବାନଙ୍କୁ କେବଳ ଡାକେ ନାହିଁ, କାନ୍ଦି କାନ୍ଦି ଆଖିକୁ ଓଦା କରେ ନାହିଁ। ଲଢ଼ି ଝଗଡ଼ି ସଂଗ୍ରାମ କରି ଅନ୍ଧାର, ଝଡ଼, ଜୁଲୁମ, ଅଜ୍ଞତା, ଅତ୍ୟାଚାର ରାତିରୁ ଜୀବନ ବଞ୍ଚିବାର ନୂଆ ଧାରା, ଜିଓ ଔର ଜିନେ ଦୋର ପଦ୍ଧତି ବାହାର କଲା। ମଣିଷ ହିସାବରେ ତୁମେ ବଞ୍ଚ, ଆମକୁ ବି ବଞ୍ଚିବାକୁ ଦିଅ। ଏ ଭୂଇଁ କେବଳ ତୁମର ନୁହେଁ, ଆମର ବି ଅଛି। ଏ ହେଉଛି ଭଗବାନଙ୍କର ଭୂଇଁ, ତୁମର ଆମର ନୁହେଁ। ତେଣୁ ସମସ୍ତେ ଏଠି ସମାନ ଭାବରେ ବଞ୍ଚିବାର ଅଧିକାର ପାଇଛନ୍ତି। ତେଣୁ ଆମ ଉପରେ ତୁମେ କାହିଁକି ଅଯଥା ଅତ୍ୟାଚାର କରିବ? ଆମେ ବି ଚୁଡ଼ି ପିନ୍ଧି ବସିନାହୁଁ ମ? ଖବରଦାର, ଏ ରକ୍ତ ସଂଗ୍ରାମରେ ଆମେ ବି ପ୍ରତିଜ୍ଞା କରିଛୁ, ତୁମରି ରକ୍ତରେ, ଦୁଃଶାସନର ରକ୍ତରେ ଦ୍ରୌପଦୀ ବେଣୀ ଧୋଇବାର ପଣ କରିଲା ଭଳି। ମରିବୁ ପଛେ ହଟିବୁ ନାହିଁ। ଆମର ଏ ଜୀବନ ବଞ୍ଚିବାର ରକ୍ତ ସଂଗ୍ରାମର କୁରୁକ୍ଷେତ୍ର ଯୁଦ୍ଧଭୂଇଁ। ନିଜର ହକ୍ ପାଇଁ ମନର ମନ୍ଦାର ଫୁଲକୁ ଛିଣ୍ଡେଇ ପାରିବ। ଅଗତ୍ୟା ବିପ୍ଳବ ଚାଲୁ ରହିବ। ବଳ କଷାକଷି ହେବ। ଆମର ବିଶ୍ୱାସ, ଦୁଃଖ, ଦୈନ୍ୟ, ଦରିଦ୍ରତା ଶୀଘ୍ର ଦୂରେଇ ଯିବ। ଅତ୍ୟାଚାର ମୁକାବିଲା ହେବ। ସୁତରାଂ ଗତସ୍ୟ ଶୋଚନା ନାସ୍ତି ବା ଲେଟ୍ ବି ଗନ୍, ବାଏ ବି ଗନ୍। ବୃଥା ଭାବନା ମୂଲ୍ୟହୀନ। ଏ ଜୀବନ ସମୟ ନଦୀ, ମୃତ୍ୟୁର ଜଳଧାରା। କେତେବେଳେ ଯେ ମୃତ୍ୟୁ ହଠାତ୍ ଆସିଯିବ ତାର ସଠିକତା ନାହିଁ। ତେଣୁ ମଣିଷକୁ ମୃତ୍ୟୁ ପାଇଁ ସଦାସର୍ବଦା ପ୍ରସ୍ତୁତ ରହି କାମ କରିବାକୁ ହେବ। ଜୋ ଡରା ଓ ମରା। ବିପକ୍ଷ ବିରୁଦ୍ଧ ତ ରହିବେ। ପ୍ରତିରୋଧ ଆସିବାକୁ ଡରି ନୀରବ ରହିଗଲେ ଚଳିବ ନାହିଁ। ସାହସର ସହିତ ଆମକୁ ମୁକାବିଲା କରିବାକୁ ହେବ। ପୋଖରୀରୁ ଲାଲି କଇଁ ତୋଳିବାକୁ ଯାଇ ପଦ୍ମନାଡ଼ରେ ଗୋଡ଼ ଛନ୍ଦି ହୋଇ କଳାନାଗର କାମୁଡ଼ା ଭଳି ବିପକ୍ଷ ବିରୁଦ୍ଧ ଦଳ ଏକ ଏକ କଳାନାଗ, ଯେଉଁମାନେ ଅତ୍ୟାଚାରୀ ବୁର୍ଜୋଆ ଶୋଷକ ଗୋଷ୍ଠୀ। ସେଇ ଅନିଶ୍ଚିତ କଳାନାଗର ବିରୁଦ୍ଧ ଦଳର ବିଷଦାନ୍ତ ଆମକୁ ଭାଙ୍ଗି ନିଜର ହକ୍ ବା ପ୍ରାପ୍ୟ ହାସଲ କରିବାକୁ ପଡ଼ିବ। କାରଣ ସଂଗ୍ରାମ ହିଁ ମଣିଷ ଜୀବନକୁ ସ୍ଥିତି ଦିଏ ବା ଷ୍ଟ୍ରଗଲ୍ ଫର୍ ଏକ୍ଜିଷ୍ଟାନ୍ସ ବୋଲି ଇଂରାଜୀରେ କଥା ଅଛି। ଆମକୁ ସେଇ ସଂଗ୍ରାମ କରିବାକୁ ପଡ଼ିବ। ନ ଡରି, ଅପୂର୍ବ ସାହସ ମନରେ ଧରି, ବରଫରେ ଅର୍ଥାତ୍ ଅସମ୍ଭବ ପଣତାରେ ବି ସମ୍ଭାବନାର ଶସ୍ୟ ଖେଳାଇବାକୁ ପଡ଼ିବ। ହସି ସର୍ଜିବାକୁ ହେବ। ସହରତଳି ବସ୍ତିର ଲଙ୍ଗଳା, କ୍ଷୁଧା, ତୃଷ୍ଣା ପ୍ରପୀଡ଼ିତ, ଅତ୍ୟାଚାରଗ୍ରସ୍ତ ସକାଳକୁ ସଂଗ୍ରାମରେ ସୁନେଲି ସ୍ୱପ୍ନ ସାକାର, ସୁଖମୟ କରିବାକୁ ପଡ଼ିବ। ଆମେ ବି ଶିଳ୍ପୀ, ସ୍ୱପ୍ନରେ ମସଗୁଲ ଅଛୁ। ଆମର ଆଶାକୁ ସଫଳ କରିବୁ। ଠିକ୍ ଚିତ୍ରଶିଳ୍ପୀର ଚିତ୍ରରୂପ ଦାନ ଦେବା ଭଳି। କାଉଁରିଆ କାଠି ଆମେ ଭାଙ୍ଗିବୁ ପଛେ ନଇଁବୁ ନାହିଁ। ତେଣୁ ପାରସ୍ପରିକ, ପାରିବାରିକ, ସମ୍ପର୍କିତ କ୍ଷୁଦ୍ର ନ୍ୟସ୍ତ ସ୍ୱାର୍ଥ ମମତାକୁ ଭୁଲି ଏକ ବୃହତ୍ତର ସାମୂହିକ ସ୍ୱାର୍ଥ ସାଧନ ପାଇଁ ମନର ସଂକୀର୍ଣ୍ଣତାଯୁକ୍ତ ବନ୍ଧନ ଦ୍ୱାରକୁ ଆମେ ଖୋଲିଦେବୁ। ବିପ୍ଳବ ଚାଲୁ ରଖିବୁ। ଯେତେସବୁ ନିରାଶା, ହତାଶାର ଶୂନ୍ୟ ସ୍ୱପ୍ନହୀନ ମାଠିଆ ଅଛି, ତାକୁ ଖୁସିର ଲସିରେ ଭରିବୁ। ନିରାଶା, ବ୍ୟର୍ଥତା ରହିବାକୁ ଦେବୁ ନାହିଁ। ଜୀବନ ବଞ୍ଚିବାର ସଞ୍ଜୀବନୀ ମନ୍ତ୍ର ଆମ
ପାଖେ ବି ଅଛି, ଖାଲି ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପାଖେ ନଥିଲା। ମିଥ୍ର ପ୍ରୟୋଗ କବି କରିଛନ୍ତି। କାଳୀୟ ଦଳନ ମିଥ୍ କୃଷ୍ଣନାଗରରେ ଅଛି। ଭୀରୁ ଧାର୍ମିକ ପୂଜାର ଚନ୍ଦନ ଧୂପ ଆମର ଦରକାର ନାହିଁ। ଆମର ଦରକାର ସମ୍ମୁଖ ସମର ଓ ସଂଗ୍ରାମ। ଜୀବନର ଯୌବନର ସଂଗ୍ରାମ ଦେଇ ଅତ୍ୟାଚାର ଅନାଚାର ଶୋଷଣର ବନ୍ଧନକୁ ଛିଣ୍ଡେଇବୁ। ଅନ୍ଧାର ଅଜଣା ଅନିଶ୍ଚିତକୁ ଆଲୋକ ଜଣାର ଆଶାରେ ନିଶ୍ଚିତ କରିବୁ। ସାହସର ଆଲୋକବର୍ତ୍ତିକା ଜଳାଇ ସଂଗ୍ରାମ ଚାଲୁ ରହିବ, ବିପ୍ଳବ ଜାରି ରହିବ। ଯେତେ ସାତ ସମୁଦ୍ର 13 ନଈର ପ୍ରତିବନ୍ଧକ ଆସୁନା କାହିଁକି, ଆମେ ବ୍ୟସ୍ତ ବିବ୍ରତ ଅଧୀର ଜମା ହେବୁ ନାହିଁ। ସବୁକିଛି ବାଧା ବନ୍ଧନକୁ ପାରି କରିଯିବୁ। ଘରେ ଘରେ ଯେତେ ସବୁ ଦାରିଦ୍ର୍ୟ ଅଭାବ ଅନଟନ ଅଛି, ଭୀରୁ ଭୟରେ କ୍ରନ୍ଦନ ଅଛି, ଅଜଣା ଦୁର୍ଦ୍ଦିନ ଅଛି, ସବୁ ମୂଳପୋଛ ହେବ, ସବୁ କଣ୍ଟକ ଦୂର ହେବ। ଅସରନ୍ତି ସୁଖ ସୌଭାଗ୍ୟ ଆସିବ, ଉଲ୍ଲାସର ଧୀର ସମୀର ବହିବ। ଆମେ ହିମାଳୟ ପର୍ବତ ଭଳି ଦୃଢ଼ଚିତ୍ତ ବା ହେଡ୍‌ଷ୍ଟ୍ରଙ୍ଗ। ଅଗତ୍ୟା ବିପ୍ଳବ ପ୍ରତିପକ୍ଷକୁ ଡରି ବନ୍ଦ ହେବ ନାହିଁ। ଯେଉଁ ଶୋଷକ ଅତ୍ୟାଚାରୀ ଦଳ ମଲ୍ଲୀ ମରୁଆ ଫୁଲର ସୁଗନ୍ଧରେ ବାସ୍ନାୟିତ ହୋଇ ଅଛନ୍ତି, ସେଥିରେ ପଳାଶ ଫୁଲର ରକ୍ତିମା ସଜାଇ ଦେବୁ ଜନନୀ ଜନ୍ମଭୂମିର ପାଇଁ। ଏ କ୍ରନ୍ଦନ ଖୁସିର ପ୍ରାପ୍ତି ପାଇଁ। ବାଧା ବନ୍ଧନର ଶୃଙ୍ଖଳ ଜଞ୍ଜିର ଖସିଯିବ। ସଂଗ୍ରାମୀ ଜାତିର ଯୁଦ୍ଧରେ ମାତିବାର ସୃଷ୍ଟି ଗଠନ ରାସ୍ତାରେ। ବିପ୍ଳବ ବଳରେ ଶାନ୍ତି ସୁଖ ଆସିଥିଲା, ଆସିବ। ଏହା ହିଁ ଜୀବନ ବିତାନର ଚିରାଚରିତ ପ୍ରଥା, ପରମ୍ପରା, ଚିରଦିନର ରୀତି। କଷ୍ଟ ପରେ କୃଷ୍ଣ ଅଛି। ଲୁହର ଦୁଃଖର ଅଜସ୍ର ସମୁଦ୍ର ଥିଲେ ବି ସେଥିରେ ସଂଗ୍ରାମର ନିଆଁ ଜଳିବ। ଜୀବନ ବୀଣା ବାଜିବ, ଅନ୍ତରରେ ଜାଗିବ। ସବୁଦିନ ଦୁଃଖ ଅଭାବ ଦାରିଦ୍ର୍ୟ ଅନାଚାର ଅତ୍ୟାଚାର ରହିବ ନାହିଁ। ଶାନ୍ତି ସଦ୍ଭାବ ସୁଖ ସୌନ୍ଦର୍ଯ୍ୟ ମଣିଷ ମନରେ ଖେଳିବ। ଆପଣା ପରର ହୀନ ଭେଦଭାବ ମନରୁ ପୋଛି ଏକତାର ରାହାରେ ବିପ୍ଳବ କରି ରକ୍ତ ଝରାଇ ହତାଶା ବ୍ୟର୍ଥତାର ଲୁହ ପୋଛାଯିବ। ଭୟଙ୍କର ଖରାପ ସମୟ ଅଜଣାର ଭାଗ୍ୟରେ ଆଶା ସ୍ୱପ୍ନ ତାରା ଭାଗ୍ୟ ନକ୍ଷତ୍ର ଝଲସିବ। କବିତାଟି ଆଶାବାଦର ସ୍ୱର ଶୁଣାଏ।